ସେମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ। ଅନ୍ୟମାନଙ୍କ ବିନା ଆମେ ବଞ୍ଚିବା ଅସମ୍ଭବ। ଦହି, ପାଉରୁଟି, ଚକୁଳି, ଇଡିଲି, କେକ୍ ଆଦି ଖାଦ୍ୟ ପଦାର୍ଥ ପ୍ରସ୍ତୁତ ଏମାନେ ସାହାଯ୍ୟ କରନ୍ତି। ଅଣୁଜୀବ ଗୁଡ଼ିକ କ'ଣ କରନ୍ତି ନା ତମର ଯେଉଁ ଦହି ତିଆରି ହେଉଛି, ପାଉରୁଟି, ଚକୁଳି, ଇଟିଲି ଆଉ କେକ୍ ଏସବୁ ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି। ଏକ ସୁସ୍ଥ ପରିବେଶ ଗଠନ କରିବାରେ ମଧ୍ୟ ସେମାନଙ୍କର ଭୂମିକା ରହିଛି। ଗୋଟେ ସୁସ୍ଥ ପରିବେଶ ଗଠନ କରିବାରେ ମଧ୍ୟ ଅଣୁଜୀବମାନଙ୍କର ଭୂମିକା ରହିଛି। ଉଦାହରଣ ସ୍ୱରୂପ ମଇଳା ଆବର୍ଜନା, ପନିପରିବାର ଅନାବଶ୍ୟକ ଚୋପା, ମଳମୂତ୍ର, ମୃତ ବିଘଟନ ବା ଉଦ୍ଭିଦ ଓ ପଶୁପକ୍ଷୀରେ ଥିବା ବୀଜାଣୁମାନେ ଏସବୁ ଅପଘଟନ କରାଇ ଏଗୁଡ଼ିକୁ ସରଳ ଉପାଦାନରେ ପରିଣତ କରନ୍ତି। ତାମାନେ ଏଇସବୁ ଜିନିଷ ଯେଉଁ ରହିଲା କ'ଣ ନା ମଇଳା ଆବର୍ଜନା, ପନିପରିବା ଚୋପା, ମଳମୂତ୍ର ଆଉ ମୃତ ବିଘଟନ ମାନେ ମୃତ ଶରୀର, ଉଦ୍ଭିଦ ହଉ ବା ପ୍ରାଣୀ ହଉ, ଯାହା ଯେଉଁ ବୀଜାଣୁମାନେ କ'ଣ କରନ୍ତି ଏସବୁ ଅପଘଟନ କରାଇକି ତାକୁ ନଷ୍ଟ କରିକିରି ମାଟିରେ ମିଶାଇ ଦିଅନ୍ତି। ଏଥିରୁ ଆମର ବିଭିନ୍ନ ଉପାଦେୟ ପଦାର୍ଥ ତିଆରି ହୋଇଥାଏ। ଏଥିରୁ କ'ଣ ହୋଇଥାଏ ବିଭିନ୍ନ ଉପାଦେୟ ମାନେ ମାଟି ପାଇଁ ଯେଉଁଟା ଉପକାର ସେଇଟା ତିଆରି ହୋଇଥାଏ ବା ମାଟି ଆମର ଖଣିଜ ଲବଣ ସାର ଟାଇପ୍ର ପାଇଥାଏ, ଯାହାଦ୍ୱାରା କି ମାଟିଟା ଉର୍ବର ହୋଇଥାଏ। ମନେ ପକାଅ ବୀଜାଣୁମାନେ ମଧ୍ୟ ଔଷଧ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି। ବୀଜାଣୁମାନେ ମଧ୍ୟ ଔଷଧ ପ୍ରସ୍ତୁତି କରିବାରେ ସାହାଯ୍ୟ କରିଥାନ୍ତି। ଏଗୁଡ଼ିକ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ଏହାକୁ ବିବନ୍ଧନ କରିବା ଦ୍ୱାରା ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ। ବୀଜାଣୁ ଗୁଡ଼ିକ କ'ଣ କରନ୍ତି ନା ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ତାକୁ ବିବନ୍ଧନ କରିବା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ତାପରେ ପଢ଼ିବା ଦହି ଏବଂ ପାଉରୁଟି ପ୍ରସ୍ତୁତି। ବୀଜାଣୁମାନଙ୍କ ଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୁଏ। ବୀଜାଣୁମାନଙ୍କ ଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ। କ୍ଷୀରରେ ଅଳ୍ପ ଦହି ମିଶାଇ ରଖିଦେଲେ ପରଦିନ ଏହା ଦହିରେ ପରିଣତ ଥାଏ। କ୍ଷୀରରେ ଯଦି ଆମେ ଅଳ୍ପ ଦହି ମିଶାଇ ରଖିଦେବା ତା ପରଦିନକୁ ସେଟା ଦହି ହେଇଯାଇଥାଏ। ଦହିରେ ବିଭିନ୍ନ ଅଣୁଜୀବ ଥାନ୍ତି। ଦହିରେ ବିଭିନ୍ନ ପ୍ରକାର ଅଣୁଜୀବ ଥାନ୍ତି। କ୍ଷୀରକୁ ଦହିରେ ପରିଣତ କରିବାରେ ଲାକ୍ଟୋବାସିଲସ୍ ନାମକ ଏକ ବୀଜାଣୁ ସାହାଯ୍ୟ କରେ। କ୍ଷୀରକୁ ଦହିରେ ପରିଣତ କରିବା ପାଇଁ ଏ ଯେଉଁ ଲାକ୍ଟୋବାସିଲସ୍ ନାମକ ଜୀବାଣୁ ସାହାଯ୍ୟ କରିଥାଏ। ଦେଖ ଆମେ ଯଦି କେବଳ କ୍ଷୀରକୁ ରଖିବା ସେ କ'ଣ ତା ପରଦିନକୁ ଦହି ହେବ କି? ହେବ ନାହିଁ। ଛିଡ଼ିଯିବ ବରଂ ନଷ୍ଟ ହେଇଯିବ କିନ୍ତୁ ଦହି ହେବ ନାହିଁ। କିନ୍ତୁ ଦହି ଟିକେ କ୍ଷୀରରେ ମିଶାଇ ଦେଲେ ସେଟା ଦହି ହେଇଯାଏ। କାହିଁକି ନା ସେ ଯେଉଁ ଦହିରେ ଏଇ ଯେଉଁ ଜୀବାଣୁ ଲାକ୍ଟୋବାସିଲସ୍ ନାମକ ଜୀବାଣୁ ଥାଏ ସେଇଟା କ୍ଷୀର ସହିତ ମିଶିଲେ ତାକୁ ମଧ୍ୟ ଦହି କରିଦିଏ। ଛେନା, ଆଚାର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ବୀଜାଣୁମାନେ ସାହାଯ୍ୟ କରନ୍ତି। ଛେନା, ଆଚାର ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବୀଜାଣୁମାନେ ସାହାଯ୍ୟ କରନ୍ତି।